ଏବେ ବି ସାମୁହିକ ଆସିଲା ବଡ଼ ଖବର କେବେ ବି ଏମାନଙ୍କୁ ମିଳିବନି ସୁଭଦ୍ରା ଟଙ୍କା। ଯେତେ ରେଜିଷ୍ଟର କଲେ ବି ହେବ ନିରାଶ। ସୁଭଦ୍ରା ଟଙ୍କା ପାଇବାକୁ ଚାହୁଁଛନ୍ତି କି? ତେବେ ଜାଣି ରଖନ୍ତୁ ଏସବୁ ସର୍ତ୍ତ ନଚେତ୍ ଯାହା କଲେ ବି କେବେ ଆପଣ ପାଇପାରିବେନି ସୁଭଦ୍ରା ଟଙ୍କା। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖିବା ପୂର୍ବରୁ ଗୋଟେ କଥା କହିବି, ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଯାଇ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଲାଟେଷ୍ଟ ଖବର ଆସିବ ପହଞ୍ଚି ପାରିବ ଆପଣମାନଙ୍କ ପାଖରେ। ଆଉ ଲେଟ୍ କରିବାନି, ଯିବା। ସୁଭଦ୍ରା ଟଙ୍କା ପାଇବାକୁ ଚାହୁଁଛନ୍ତି କି? ତେବେ ଜାଣି ରଖନ୍ତୁ ଏଇଭଳି ସର୍ତ୍ତ ନଚେତ୍ ଯାହା କଲେ ବି ଆପଣଙ୍କୁ ମିଳିପାରିବନି ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନା ଓଡ଼ିଶାରେ ଲାଗୁ ହୋଇଛି। ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଯୁଗାନ୍ତକାରୀ ଯୋଜନା କରିବାକୁ ପୂର୍ବରୁ ରାଜ୍ୟ ସରକାରଙ୍କ ବିଜେପି ସରକାର ଘୋଷଣା କରିଛନ୍ତି। ମୋଦିଙ୍କ ଜନ୍ମଦିନରେ ହିଁ ରାଜ୍ୟର ସୁଭଦ୍ରା ଯୋଜନା ଶୁଭାରମ୍ଭ ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଏହି ଯୋଜନାର ଲଞ୍ଚିଂ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଛନ୍ତି। ସେପ୍ଟେମ୍ବରରେ କିଛି ମହିଳାଙ୍କ ଆକାଉଣ୍ଟକୁ ଆସିଛି 5,000 ଟଙ୍କା। ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାର ଲାଭ ଉଠାଇବା ପାଇଁ ରାଜ୍ୟର ଅଧିକାଂଶ ମହିଳା ଯୋଗ୍ୟ ବିବେଚିତ ହୋଇଛନ୍ତି, କିନ୍ତୁ କିଛି ମହିଳାଙ୍କ ଖାତାକୁ ଆସିନି ଟଙ୍କା। ସେମାନେ ଆପ୍ଲାଏ କରିଥିଲେ ବି ସେମାନଙ୍କୁ ଏହି ଯୋଜନା ଲାଭ ମିଳିବ ନାହିଁ। ସୁଭଦ୍ରା ଯୋଜନାକୁ ନେଇ ପୂର୍ବରୁ ଗାଇଡଲାଇନ୍ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଯାଉଥିବା ସୁଭଦ୍ରା ଯୋଜନାର ବିସ୍ତୃତ ଗାଇଡଲାଇନ୍ ପ୍ରକାଶ କରିଛି। ଯେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ, କେଉଁମାନେ ଏଥିରେ ବାଦ୍ ପଡ଼ିବେ, ସେ ବିଷୟରେ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଆସିସାରିଛି। ତେବେ ଆସନ୍ତୁ ଜାଣିବା କେଉଁମାନେ ଏହି ଯୋଜନାରୁ ଉପକୃତ ହେବେ, କେଉଁମାନେ ବାଦ୍ ପଡ଼ିବେ। ସୁଭଦ୍ରା ଯୋଜନାର ଆବେଦନ କରିବାକୁ କିଛି ମାନଦଣ୍ଡ ପୂରଣ ହେବା ଜରୁରୀ। ଯେଉଁ ହିତାଧିକାରୀ ମାସକୁ 1,500 ବର୍ଷକୁ 18,000 ଟଙ୍କା ସହାୟତା ରାଶି ମିଳୁଛି, ସେମାନେ ଯୋଜନା ପାଇଁ ଅଯୋଗ୍ୟ। ଯେଉଁମାନଙ୍କର କାର୍ କିମ୍ବା ଟ୍ରାକ୍ଟର ପରି 4 ଚକିଆ ଯାନର ମାଲିକା ଆବେଦନ କରିପାରିବେ ନାହିଁ। ଜଳସେଚିତ ଜମି ଓ 5 ଏକରରୁ ଅଧିକ ଜମି ଥିଲେ ଅଯୋଗ୍ୟ ହେବେ। ଅଣସେଚିତ ଜମି 10 ଏକରରୁ ଅଧିକ ଥିଲେ ସେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ନୁହନ୍ତି। ଯେଉଁ ପରିବାର ସମସ୍ୟା ସରକାରୀ ଚାକିରି ନିୟୋଜିତ ଅଛନ୍ତି, ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ସରକାରୀ ପେନସନ, ଛାତ୍ରବୃତ୍ତି ସୁବିଧା ମିଳୁଥିଲେ ଓ ପରିଚାଳ ଭାବେ କେହି ଏମଏଲଏ କିମ୍ବା ଏମ୍ପି ହୋଇଥିଲେ ସୁଭଦ୍ରା ଟଙ୍କା ଲାଭରୁ ବଞ୍ଚିତ ହୋଇପାରିବେ। ଆୟକର ହେଉଥିବା ଯେକୌଣସି ବ୍ୟକ୍ତି, ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ର ଥିବା ବ୍ୟକ୍ତି ମଧ୍ୟ ଅଯୋଗ୍ୟ ହୋଇପାରିବେ। ସୁଭଦ୍ରା ଯୋଜନାର ଆବେଦନ କରିବାକୁ କିଛି ମାନଦଣ୍ଡ ପୂରଣ ହେବା ପରେ ଜରୁରୀ କାଳୀନ ପରିସ୍ଥିତିରେ ଯେଉଁ ହିତାଧିକାରୀ ମାସକୁ 1,500 ବର୍ଷକୁ 18,000 ଟଙ୍କା ସହାୟତା ଥିଲେ ମିଳୁଛି, ସେ ଯୋଜନା ପାଇବାକୁ ଅଯୋଗ୍ୟ। ପଞ୍ଚାୟତ କିମ୍ବା ULBର ଜନପ୍ରତିନିଧି ହୋଇଥିଲେ ଜଣେ ହିତାଧିକାରୀ ନାମ ସୁଭଦ୍ରା ତାଲିକାରୁ କଟିଯିବ। ହିତାଧିକାରୀମାନେ ଆବେଦନ ପ୍ରକ୍ରିୟା ସମୟରେ ସଠିକ୍ ନିର୍ଭୁଲ ସୂଚନା ପ୍ରଦାନ କରିବା ଜରୁରୀ। ଯଦି କୌଣସି ସମୟରେ ହିତାଧିକାରୀ ଯୋଗ୍ୟ ପ୍ରମାଣିତ ନୁହନ୍ତି, ଲାଭର ସମାପ୍ତ କରିଦିଆଯାଉଛି। ଲାଭ ସୁଧର ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଅନୁମୋଦିତ ହିତାଧିକାରୀ ଦୁର୍ଭାଗ୍ୟଜନକ ଘଟଣାରେ ମୃତ୍ୟୁ ଘୋଷିତ ହୋଇଛନ୍ତି, ତେବେ ଅନୁମୋଦିତ ସହାୟତା ବାତିଲ କରାଯାଇ ମୃତ୍ୟୁ ବ୍ୟକ୍ତିଙ୍କ ନାମରେ ଦିଆଯାଇଥିବା ଲାଭ ଦାବି କରାଯାଇପାରିବ ନାହିଁ।